ଏବେ ମନ ଯାଇ ଶୁଣ ତୋରେ ଦଲାଲ ଦଳ ବେଳ ଆସିଲାଣି ଚାପି ଦବ ପ୍ରଜାମଣ୍ଡଳ। ନୀଳକଣ୍ଠପୁରର ପିଲାମାନେ ଏହି ଗୀତ ଗାଇ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜଣେ 12 ବର୍ଷର ବାଳକ, ଯିଏ ଇଂରେଜଙ୍କ ଗୁଳିର ସାମ୍ନା କରି ଭାରତର ସ୍ୱାଧୀନତା ସଂଗ୍ରାମରେ ସର୍ବକନିଷ୍ଠ ଶହୀଦ ଭାବେ ନିଜର ନାମ ଅମର କରିଦେଇଛନ୍ତି। ଅକ୍ଟୋବର 5 ତାରିଖ ବାଜି ରାଉତଙ୍କ ଜନ୍ମ ହୋଇଥିଲା ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗାଁର ଏକ ଗରିବ ଖଣ୍ଡାୟତ ପରିବାରରେ। ପିଲାଟି ଦିନରୁ ହିଁ ପିତାଙ୍କ ଛାୟା ହରାଇଥିଲେ ସେ। ମା ଧାନ କୁଟି ମଜୁରୀ ଲାଗି ବାଜିଙ୍କୁ ମଣିଷ କରିଥିଲେ। ଛୋଟ ବୟସରୁ ହିଁ ବାଜି ଅଙ୍ଗେ ନିଭେଇଥିଲେ ରାଜା ଶଙ୍କର ପ୍ରତାପ ସିଂହଦେଓଙ୍କ ଜୁଲୁମକୁ। ବ୍ରିଟିଶ ଶାସନ ସମୟରେ ଓଡ଼ିଶା 2 ଭାଗରେ ବିଭକ୍ତ ଥିଲା। ବ୍ରିଟିଶ ସେନା ସହଯୋଗରେ କିଛି ଅଞ୍ଚଳ ଥିଲା ମୋଗଲ ବନ୍ଦୀ ଏବଂ ଅନ୍ୟ କିଛି ଅଞ୍ଚଳ ଗଡ଼ଜାତ ଭାବେ ଖ୍ୟାତ ଥିଲା। ଗଡ଼ଜାତର ରାଜାମାନେ ପ୍ରଜାଙ୍କ ଉପରେ ଅତ୍ୟାଚାର କରୁଥିଲେ। ବେଠି ଖଟାଇବା ସହ ମନ ଇଚ୍ଛା କର ଆଦାୟ ଓ ଅମାନବୀୟ ଯାତନା ଦେଉଥିଲେ। ସେହି ଅନ୍ୟାୟ ବିରୁଦ୍ଧରେ ଅନେକ ଜନବିଦ୍ରୋହ ହୋଇଥିଲା, କିନ୍ତୁ ଜନ୍ମ ନେଇଥିଲେ ଅନେକ ବୀର, ଯେଉଁମାନଙ୍କ ମଧ୍ୟରେ ଥିଲେ ବାଜି ରାଉତ। ବୀର ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ରାଜାଙ୍କ ଅତ୍ୟାଚାରର ଅନ୍ତ ଘଟାଇ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବା। ବାଜି ବୟସରେ ଛୋଟ ଥିଲେ ବି ଲକ୍ଷ୍ୟ ଥିଲା ବିରାଟ। ସେ ମଧ୍ୟ ସେହି ଆନ୍ଦୋଳନରେ ପୂର୍ଣ୍ଣ ନିଷ୍ଠାରେ ଯୋଗ ଦେଇଥିଲେ। ଗାଁର ପିଲାଙ୍କୁ ନେଇ ବାନର ସେନା ଗଠନ କରିଥିଲେ। ବାନର ସେନାର କାମ ଥିଲା ବ୍ରିଟିଶ ପୋଲିସର ଗତିବିଧି ଉପରେ ନଜର ରଖିବା ଏବଂ ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦେବା। ସେହି କଳା ରାତି 12 ବର୍ଷର ଶିଶୁ ବାଜି ବ୍ରାହ୍ମଣୀ ନଦୀ ଘାଟରେ ପ୍ରହରୀ ଭାବେ ଦାୟିତ୍ୱରେ ଥିଲେ। ତାଙ୍କୁ ଆଦେଶ ଥିଲା ନାଁକୁ ଲୁଚାଇ ରଖିବା, ପୋଲିସର ଗତିବିଧି ଉପରେ ନଜର ରଖିବା ଓ ସେମାନଙ୍କୁ ନଦୀ ପାର କରିବାକୁ ବାରଣ କରିବା। ସେହି କାଳ ରାତିରେ 40 ଜଣ ଅସ୍ତ୍ରଧାରୀ ସିପାହୀଙ୍କ ସହ ଜଣେ ମାଜିଷ୍ଟ୍ରେଟ ଓ ଜଣେ ସବ୍ ଇନ୍ସପେକ୍ଟର ବ୍ରାହ୍ମଣୀ ନଦୀ କୂଳରେ ପହଞ୍ଚିଥିଲେ। ସେମାନେ ବାଜିଙ୍କୁ ଆଦେଶ ଦେଇଥିଲେ ନାଁ ଦିଅ, କିନ୍ତୁ ବାଜି ରାଉତ ସଫା ସଫା ମନା କରିଦେଇଥିଲେ। ଆଦେଶ ବାରମ୍ବାର ଆସିଥିଲା, କିନ୍ତୁ ସେ ନାଁ ଦେବାକୁ ମନା କରି ଚାଲିଥିଲେ। ଭାରି ରାଗିଗଲା ପୋଲିସ। ସେହି ନଦୀ କୂଳରେ ଗୁଳି କଲା। ଶହୀଦ ହୋଇଗଲେ ସଂଗ୍ରାମୀ ବାଜି। ଘାଟ ଆଡ଼କୁ ଦୌଡ଼ିଥିଲେ ଗାଁ ଲୋକ, କିନ୍ତୁ ସେତେବେଳକୁ ସବୁ ଶେଷ ହୋଇସାରିଥିଲା। ସେହି ହିଂସାରେ ଆଉ 6 ଜଣ ସଂଗ୍ରାମୀ ଋଷି, ରଘୁ, ପୁରୀ, ନଟ, ଲକ୍ଷ୍ମଣ ଏବଂ ପାଣୁ ମଧ୍ୟ ଶହୀଦ ହୋଇଥିଲେ। ପରଦିନ 1938 ଅକ୍ଟୋବର 12 ତାରିଖ ହଜାର ହଜାର ଲୋକ କଟକରେ ଏକତ୍ରିତ ହୋଇଥିଲେ। ଖାନନଗର ଶ୍ମଶାନ ଘାଟରେ 7 ଜଣ ଶହୀଦଙ୍କର ଅନ୍ତିମ ସଂସ୍କାର ଗୋଟିଏ ଚିତାରେ ଜଳିଲା। ସେହି ଘଟଣା ଆଜି ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ହୋଇ ରହିଛି। ଶହୀଦ ବାଜି ରାଉତଙ୍କର ଏହି ଅଭୁଲା ସ୍ମୃତି ଦିନେ ବିଦଗ୍ଧ କରିଥିଲା ବରେଣ୍ୟ କବି ସଚି ରାଉତରାୟଙ୍କୁ। ଏ ଶିକ୍ଷା ଦେଇଛି ଆଜି ଇତିହାସେ ହାତ ଟେକି ଦାନ, ଶତାବ୍ଦୀର ଶ୍ରେଷ୍ଠ ଫୁଲ ମୁକୁଳିତ ମୃତ୍ୟୁହୀନ ପ୍ରାଣ। ଶହୀଦ ବାଜି ରାଉତଙ୍କ ସ୍ମୃତିରେ ଓଡ଼ିଶା ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୌଯାତ୍ରା ସୁରକ୍ଷା ଯୋଜନା, ଯାହା ସୁରକ୍ଷିତ ନଦୀପାରକୁ ସୁନିଶ୍ଚିତ କରାଇବ। ବାଜିଙ୍କର ଗାଁ ନୀଳକଣ୍ଠପୁରରେ ତାଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପିତ ହେବ। ପୁଣି ବନମାଳୀ ପ୍ରସାଦରେ ହେବାକୁ ଯାଉଛି ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ। ବାଜି ରାଉତଙ୍କ ଜୟନ୍ତୀକୁ
राज्यस्तरीय कार्यक्रम भावे पालन करने सह बरपुत्र ऐतिह्य ग्राम योजना नीलकंठपुर को एक आदर्श गाँ भावे गढ़िबार प्रकल्प कार्यकारी हेबाकु जाउछि। एक 12 वर्षर बालक जी ब्रिटिश साम्राज्य को आह्वान देइतिला, सेई छोट बयस रे जहा करी से देखाइतिले ताहा बड़ बड़ वीरंक पाई मध्य संभव नथिला। तांको स्वर आज मध्य ओडिशार नदी कूल रे गुंजरित।